ଦେଇ ବୀରମିତ୍ରପୁର ଯାଇଥିବା 143 ନମ୍ବର ଜାତୀୟ ରାଜପଥରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଛି। ମୃତକ ବୀରମିତ୍ରପୁରର ମିତ୍ତଲ ବିସ୍କୁଟ କମ୍ପାନୀର ମାଲିକ ଦୀନନାଥ ମିତ୍ତଲ ବୋଲି ଜଣାପଡ଼ିଛି। ମଙ୍ଗଳବାର ପୂର୍ବାହ୍ନରେ ଦୀନନାଥ ତାଙ୍କ କାର ଯୋଗେ ବେଦବାସ ଆସୁଥିଲେ। ସେଠାରେ ଜଣେ ପରିଚିତଙ୍କର ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ସେ ଆସୁଥିଲେ। ମାତ୍ର ବୀରମିତ୍ରପୁର ଥାନା ଅନ୍ତର୍ଗତ 143 ନମ୍ବର ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଦୁର୍ଘଟଣାରେ କାରଟି ଚୁରମାର ହୋଇଯାଇଥିଲା ବେଳେ ମିତ୍ତଲ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ରାଉରକେଲା ଅଣାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୋଲିସ ଦୁର୍ଘଟଣା ଘଟିଥିବା ଟ୍ରକ୍କୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଦୀନନାଥ ମିତ୍ତଲଙ୍କର ଅକାଳ ବିୟୋଗରେ ବୀରମିତ୍ରପୁରରେ ଶୋକର ଛାୟା ଖେଳିଯାଇଛି।